ମେଘମାଳରେ ଶୀଘ୍ର ଆଗମନ କରୁଥିବା ଆମ୍ଭମାନଙ୍କ ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ସ୍ୱର୍ଗର ପରମେଶ୍ୱର ପ୍ରତିଦିନ ତାହାଙ୍କ ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ କଥା ହେଉଅଛନ୍ତି, ନୂଆ ନୂଆ ପ୍ରସଙ୍ଗ ମାଧ୍ୟମରେ ଆମ୍ଭମାନଙ୍କୁ ସେ ଉତ୍ସାହିତ କରୁଅଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦିଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ସମସ୍ତେ ଜାଣୁ ଆମେ ଖ୍ରୀଷ୍ଟମାସ ସମୟରେ ବସବାସ କରୁଛୁ। ଖ୍ରୀଷ୍ଟିଆନ ମାନଙ୍କର ପର୍ବର ସମୟ, ବଡ଼ଦିନର ସମୟରେ ଆମେ ବସବାସ କରୁଛୁ। ଏହି ଦିନମାନଙ୍କରେ ଆମ ଖ୍ରୀଷ୍ଟିଆନ ସମାଜର ଅନେକ ଭାଇ ଭଉଣୀମାନେ ଖ୍ରୀଷ୍ଟମାସ ପାଇଁ, ବଡ଼ଦିନ ପାଇଁ ସେମାନେ ନିଜକୁ ପ୍ରସ୍ତୁତ କରୁଅଛନ୍ତି। ଏହିପରି ସମୟରେ ଖ୍ରୀଷ୍ଟମାସ ସମ୍ବନ୍ଧୀୟ ଆଉ ଗୋଟିଏ ଛୋଟ ପ୍ରସଙ୍ଗ ଆଉ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆପଣମାନଙ୍କ ନିକଟରେ ମୁଁ ଅଳ୍ପ ସମୟ ଧରି ରଖିବା ପାଇଁ ଚାହେଁ। ଆଜି ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଆମେ କଥାବାର୍ତ୍ତା ହେବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା କେଉଁମାନେ ଖ୍ରୀଷ୍ଟମାସ ପାଳନ କରିବା ଉଚିତ। ଆଜିର ପ୍ରସଙ୍ଗ ହେଲା କେଉଁମାନେ ଖ୍ରୀଷ୍ଟମାସକୁ ପାଳନ କରିବା ଉଚିତ। ଏହି ପ୍ରସଙ୍ଗରେ ଅଳ୍ପ ସମୟ ପରମେଶ୍ୱରଙ୍କ ବାକ୍ୟରୁ ଆମେ କଥାବାର୍ତ୍ତା ହେବା। ପ୍ରିୟମାନେ, ମୁଁ ଯେଉଁ ଖ୍ରୀଷ୍ଟମାସ ସମ୍ବନ୍ଧୀୟ ଭିଡ଼ିଓ ଗୁଡ଼ିକ ପ୍ରସ୍ତୁତ କରୁଛି, କୌଣସି ଭିଡ଼ିଓରେ କୌଣସି ପ୍ରସଙ୍ଗରେ ମୁଁ କେବେ ମଧ୍ୟ କହି ନାହିଁ କି କହିବି ନାହିଁ ଯେ ଖ୍ରୀଷ୍ଟମାସ ପାଳନ କରିବା ଜରୁରୀ ଅଟେ। ଖ୍ରୀଷ୍ଟମାସ ପାଳନ ନ କଲେ ପାପ ଅଟେ। ଖ୍ରୀଷ୍ଟମାସକୁ ଆମେ ନିହାତି ପାଳନ କରିବାର ଅଛି। ଏହି କଥା ମୁଁ କୌଣସି ପ୍ରସଙ୍ଗରେ କହି ନାହିଁ କିମ୍ବା ମୁଁ କେବେ କହିବି ନାହିଁ। କାରଣ ବାଇବେଲ ଯୋଉଠି ନିରବ ରୁହେ, ବାଇବେଲ ଯୋଉଠି ଆମମାନଙ୍କୁ କିଛି ଶିକ୍ଷା, ଚେତନା, ପରାମର୍ଶ ଦିଏ ନାହିଁ, ସେହି ସ୍ଥାନରେ ଆମେ ମଧ୍ୟ ନିରବ ରହିବା ଆବଶ୍ୟକ ରହିଛି। ପରମେଶ୍ୱର ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଯଦି ଆମେ ଖ୍ରୀଷ୍ଟମାସକୁ ସେଲିବ୍ରେଟ୍ କରୁ, ପାଳନ କରୁ, ତାହେଲେ ଆମେ ଆତ୍ମିକ ଭାବରେ ଖ୍ରୀଷ୍ଟମାସର ଆଶୀର୍ବାଦ, ଖ୍ରୀଷ୍ଟମାସର ସତ୍ୟତାକୁ ବୁଝି ଆମେ ସେହି ଦିନକୁ ପାଳନ କରିବା ଅପେକ୍ଷା ସେହି ଦିନକୁ ଆମେ ମନେ ପକାଇ ଆମେ ଆମର ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉ, ଆମେ ତାହାଙ୍କର ନିକଟତର ହେଉ, ଏହା ମୁଁ ଆପଣମାନଙ୍କୁ କହିବି। ପ୍ରିୟମାନେ, ଆସନ୍ତୁ ଆଜିର ପ୍ରସଙ୍ଗରେ ଆମେ ଆଗକୁ ବଢ଼ିବା। ଆଜିର ପ୍ରସଙ୍ଗ ହେଲା କେଉଁମାନେ ଖ୍ରୀଷ୍ଟମାସକୁ ସେଲିବ୍ରେଟ୍ କରିବା ଉଚିତ ବା ପାଳନ କରିବା ଉଚିତ। ଏହି ପ୍ରସଙ୍ଗଟି ଶୁଣିଲା ପରେ ଆପଣମାନଙ୍କର ମନ ମଧ୍ୟରେ ଆସୁଥିବ ଯେ ଖ୍ରୀଷ୍ଟମାସ ତ ସମସ୍ତେ ପାଳନ କରନ୍ତି, ଦୁନିଆର ସମସ୍ତେ ଖ୍ରୀଷ୍ଟମାସକୁ ସେଲିବ୍ରେଟ୍ କରନ୍ତି। ଯୀଶୁଖ୍ରୀଷ୍ଟଙ୍କର ସେହି ଜନ୍ମଦିନକୁ ଦୁନିଆର ସମସ୍ତେ ପାଳନ କରନ୍ତି। ନିଶ୍ଚିତ ଭାବରେ ଏହା ସତ୍ୟ ଅଟେ। କିନ୍ତୁ ବାଇବଲ କ'ଣ କହେ? ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ମୋର ଜନ୍ମଦିନକୁ ଉତ୍ସବ କର, ମୋର ଜନ୍ମଦିନକୁ ପାଳନ କର, ଆଉ ପର୍ବ ଭାବରେ ତୁମେ ଏସ ଆରାମ କର, ଏହି କଥା, ଏହି ଶିକ୍ଷା କିମ୍ବା କୌଣସି ପର୍ବ ଦେବା ପାଇଁ ସେ ଆସିନଥିଲେ। ଖ୍ରୀଷ୍ଟମାସର ଉଦ୍ଦେଶ୍ୟ ହେଲା ପରିତ୍ରାଣ, ପାପ କ୍ଷମା, ଉଦ୍ଧାର, ଅନନ୍ତ ଜୀବନ। ଯଦି ଆମେ ବର୍ଷ ସାରା ଯେ ପ୍ରକାର ଜୀବନ ବିତାଇ ମଧ୍ୟ ଆମେ ଯେ ବର୍ଷକୁ ଥରେ ଗୋଟେ ପର୍ବ ପାଳନ କରିଦେବା, ଖ୍ରୀଷ୍ଟମାସକୁ ଆମେ ସେଲିବ୍ରେଟ୍ କରିଦେବା, ତାହେଲେ ଆମର ଯେ ପରିତ୍ରାଣ ହେଇଯିବ, ଆମର ଉଦ୍ଧାର ହେଇଯିବ, ଆମକୁ ସ୍ୱର୍ଗ ମିଳିଯିବ, ଏହି କଥା ବାଇବେଲ ଆମକୁ କୋଉଠି ମଧ୍ୟ କହେ ନାହିଁ। ପ୍ରିୟମାନେ, ଦୁନିଆର ସମସ୍ତେ ସେମାନେ ଖ୍ରୀଷ୍ଟମାସ ସେଲିବ୍ରେଟ୍ କରନ୍ତି, କାରଣ ଦୁନିଆର ସବୁଠାରୁ ମହାନ ବ୍ୟକ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ ଅଟନ୍ତି। ଯେ ପ୍ରକାର ଆମ ଦେଶରେ ଯଦି ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀଙ୍କର ଯେତେବେଳେ ସେମାନଙ୍କର ଜନ୍ମଦିନ ହେବ, ବର୍ଥଡେ ହେବ, ଯେଉଁ ସମୟରେ ତାଙ୍କ ସହିତ ବସୁ ନଥିବା, ଉଠୁ ନଥିବା, ତାଙ୍କ ସହିତ ସମ୍ପର୍କ ନଥିବା ବ୍ୟକ୍ତିମାନେ ମଧ୍ୟ ଯେତେବେଳେ ସୋସିଆଲ ମିଡ଼ିଆରେ କୌଣସି ସ୍ଥାନରେ ସେମାନେ ଯେତେବେଳେ ଶୁଣିବେ, ତାହେଲେ ସେମାନେ ନିଶ୍ଚିତ ଭାବରେ ୱିଶ୍ କରିବେ। କାରଣ ସେ ହେଉଛନ୍ତି ଭାରତର ବା ଆମ ଦେଶର ଜଣେ ଜଣାଶୁଣା ବ୍ୟକ୍ତି। ଠିକ୍ ସେହିପରି ପ୍ରଭୁ ଯୀଶୁଖ୍ରୀଷ୍ଟ ଦୁନିଆର ଇତିହାସରେ ସେ ମହାନ ବ୍ୟକ୍ତି ଅଟନ୍ତି। ସେଥିପାଇଁ ଦୁନିଆର ସମସ୍ତେ ତାହାଙ୍କର ଜନ୍ମଦିନକୁ ସେଲିବ୍ରେଟ୍ କରନ୍ତି। ଏହାର ଅର୍ଥ ନୁହେଁ ଯେ ସମସ୍ତେ ପରିତ୍ରାଣ ପାଇଯିବେ, କେବଳ ଖ୍ରୀଷ୍ଟମାସ ପାଳନ କଲେ ଯେ ଉଦ୍ଧାର ପାଇଯିବେ, ସେହିପରି ନୁହେଁ। କିନ୍ତୁ ପରିବାରର ଲୋକ ସହିତ ସେହି ଖ୍ରୀଷ୍ଟମାସ ବା ଜନ୍ମଦିନ ପାଳନ କରିବା ଭିନ୍ନ ଥାଏ। ପ୍ରିୟମାନେ, ଆମେ ମଣ୍ଡଳୀ ବାହାରର ଲୋକ ନହୁଁ, ଆମେ ତାହାଙ୍କ ପରିବାରର ଲୋକ ଅଟୁ। ପରିବାର କଥା ଯେତେବେଳେ ଆସେ, ପରିବାରରେ ଯଦି ଧରି ନିଆଯାଉ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଯଦି ସେମାନଙ୍କର ଛାଡ଼ପତ୍ର ହେଇଯାଇଛି, ବର୍ଷ ବର୍ଷ ସେମାନେ ଅଲଗା ଅଛନ୍ତି, ଯେଉଁ ସମୟରେ ସ୍ତ୍ରୀଙ୍କର ଜନ୍ମଦିନ ଆସେ, ସ୍ୱାମୀ ଯଦି ସ୍ତ୍ରୀଙ୍କର ଜନ୍ମଦିନକୁ ପାଳନ କରିବା ପାଇଁ ଯିବେ, ତାହେଲେ ତାହା ଗୋଟେ ଠିକ୍ ବିଷୟ ନୁହେଁ। କାରଣ
ସ୍ୱାମୀ ସ୍ତ୍ରୀର ଛାଡ଼ପତ୍ର ହେଇଯାଇଛି, ଡିଭୋର୍ସ ହେଇଯାଇଛି, କିନ୍ତୁ ଜନ୍ମଦିନ ଯଦି ଗୋଟେ ସ୍ୱାମୀ ସ୍ତ୍ରୀଙ୍କର ଜନ୍ମଦିନ ପାଳନ କରିବାକୁ ଯିବ, ତାହେଲେ ତାହା କି ପ୍ରକାର ଗୋଟେ ନିୟମ ଦୃଷ୍ଟିରେ ଭଲ? ପ୍ରିୟମାନେ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆଜି ମଧ୍ୟ ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ଯେଉଁମାନେ କି ମଣ୍ଡଳୀ ସହଭାଗିତା ସେମାନେ ଯାଆନ୍ତି ନାହିଁ, ମଣ୍ଡଳୀର ପରାମର୍ଶ ପାଳକଙ୍କର ବଶୀଭୂତ ସେମାନଙ୍କ ମଧ୍ୟରେ ନଥାଏ, କିନ୍ତୁ ପର୍ବ ସମୟରେ ଅନେକ ଭାଇ ଭଉଣୀ ମାନେ ସେମାନେ ମଣ୍ଡଳୀକୁ ଯାଆନ୍ତି। ବାକ୍ୟରେ ଏହି ପ୍ରକାର ଲେଖାଯାଏ, ଆପଣମାନେ ମୋ ସହିତ ପଢିବେ, ଯୋହନ ଲିଖିତ ସୁସମାଚାର 15 ଅଧ୍ୟାୟ ତାର 4 ପଦରେ ଲେଖାଯାଏ, ମୋ ଠାରେ ରୁହ, ସେଥିରେ ମୁଁ ତୁମ୍ଭମାନଙ୍କ ଠାରେ ରହିବି। ଶାଖା ଯେପରି ଦ୍ରାକ୍ଷାଲତାରେ ନ ରହିଲେ ନିଜରୁ ଫଳ ଫଳିପାରେ ନାହିଁ, ସେହିପରି ତୁମ୍ଭେମାନେ ମଧ୍ୟ ମୋ ଠାରେ ନ ରହିଲେ ଫଳ ଫଳିପାର ନାହିଁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ପ୍ରିୟମାନେ, ଆମେ ଯଦି ବର୍ଷ ସାରା ମଣ୍ଡଳୀ ସହଭାଗିତାରେ ଯାଇନାହୁଁ, କୌଣସି ରବିବାର ପ୍ରାର୍ଥନା ଆମେ ଯାଇନାହୁଁ, ଆମେ ବାକ୍ୟ ପଢିନାହୁଁ, ବାକ୍ୟ ଶୁଣିନାହୁଁ, ପାଳକ ପ୍ରଚାରକ ମାନଙ୍କର କଥାକୁ ଆମେ ଅମାନ୍ୟ କରିଛୁ, ଆଉ ଆଉ ବଡ଼ଦିନ ସମୟରେ ଖ୍ରୀଷ୍ଟମାସ ସମୟରେ ଯଦି ଆମେ ମଣ୍ଡଳୀରେ ଆମେ ଖ୍ରୀଷ୍ଟମାସ ପାଳନ କରିବା ପାଇଁ ଯାଉଛୁ, ତାହେଲେ ଏହା ବାଇବଲ ଅନୁସାରେ ପରମେଶ୍ୱରଙ୍କ ନିମନ୍ତେ ବହୁତ ଦୁଃଖ ଆଉ କଷ୍ଟର ବିଷୟ। ପ୍ରିୟମାନେ, ପ୍ରଭୁଙ୍କ ଦାସ ଭାବରେ ଆପଣମାନଙ୍କୁ ମୁଁ ଉତ୍ସାହିତ କରିବା ପାଇଁ ଚାହେଁ, ପରାମର୍ଶ ଦେବା ପାଇଁ ଚାହେଁ, ଯଦି ବି ଆପଣ ଗତ ଦିନ ମାନଙ୍କରେ ବର୍ଷ ସାରା ଆପଣ ସହଭାଗିତା ଯାଇନାହାନ୍ତି, ପ୍ରଭୁଙ୍କର ବାକ୍ୟକୁ ଅମାନ୍ୟ କରିଛନ୍ତି, ପ୍ରଭୁଙ୍କ ଦାସ ମାନଙ୍କର ପରାମର୍ଶକୁ ଆପଣ ଶୁଣି ନାହାନ୍ତି, ଆଜି ଗୋଟେ ସମୟ ଆସିଛି, ଗୋଟେ ସୁଯୋଗ ଅଛି, ଆପଣ ନିଷ୍ପତ୍ତି ନିଅନ୍ତୁ। ପ୍ରଭୁଙ୍କୁ କୁହନ୍ତୁ, ପ୍ରଭୁ ମୁଁ ଅନେକ ଥର ସହଭାଗିତା ଯାଇନାହିଁ, ପ୍ରଭୁ ମୁଁ ଅନେକ ଥର ତୁମ ବାକ୍ୟକୁ ଅମାନ୍ୟ କରିଛି, କିନ୍ତୁ ପ୍ରଭୁ ମୁଁ ଆଜି ନିଷ୍ପତ୍ତି ନେଉଛି, ତୁମେ ଅନୁଗ୍ରହ କର ପ୍ରଭୁ, ତୁମେ ସାହାଯ୍ୟ କର ପ୍ରଭୁ। ପ୍ରତିଦିନ ଶାଖା ଯେପରି ଗୋଟେ ବୃକ୍ଷରେ ଲାଗିଥିବ, ଠିକ୍ ସେହିପରି ମୁଁ ମଧ୍ୟ ତୁମ ସହିତ ଲାଗି ରହିବି। ଏହି ବଡ଼ ଦିନ ମୋର ଗୋଟେ ପରିତାରଣ କାରଣ ହେଉ, ଏହି ଖ୍ରୀଷ୍ଟମାସ ମୋ ପାଇଁ ଗୋଟେ ନୂତନ ଜୀବନ ପାଇବାର ଗୋଟେ ମାଧ୍ୟମ ହେଉ, ଏହି ପ୍ରକାର ପ୍ରଭୁଙ୍କ ନିକଟରେ ଆପଣ ନିଷ୍ପତ୍ତି ନେଇପାରିବେ। ପ୍ରିୟମାନେ, ପରମେଶ୍ୱରଙ୍କ ସହିତ ଆମର ଛାଡ଼ପତ୍ର ହେବାର ନାହିଁ, ପରମେଶ୍ୱରଙ୍କ ସହିତ ଆମର ସମ୍ପର୍କ ରହିବାର ଅଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏଥିପାଇଁ ସେ ପୃଥିବୀକୁ ଆସିଲେ, ମନୁଷ୍ୟ ଆଉ ପରମେଶ୍ୱରଙ୍କୁ ସେ କଣ କରିବେ? ମିଳିତ କରିବେ। ଏଦନ ଉଦ୍ୟାନରେ ଶୈତାନ ମନୁଷ୍ୟ ଆଉ ପରମେଶ୍ୱରଙ୍କୁ ଅଲଗା କରିବା ପାଇଁ ଗଲା, କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ବେଥଲେହେମରେ ସେ ଏଥିପାଇଁ ଆସିଲେ, ମନୁଷ୍ୟ ଆଉ ପରମେଶ୍ୱରଙ୍କ ମଧ୍ୟରେ ସେ ଗୋଟେ ମିଳନତା ଆଣିବେ, ଗୋଟେ ଭଲ ସମ୍ପର୍କ ଆଣିବେ। ଆଜି ଆପଣ ଯୀଶୁଙ୍କ ସହିତ ସମ୍ପର୍କ କିପରି ଅଛି? ଆପଣ ଟିକେ ନିଜକୁ ପରୀକ୍ଷା କରିବା ଆବଶ୍ୟକ ରହିଛି। ବଡ଼ଦିନ ପୂର୍ବରୁ ଆମେ ଗୋଟେ ନିଷ୍ପତ୍ତି ନେବା ଆବଶ୍ୟକ ରହିଛି। ପ୍ରଭୁ, ଏହି ଦିନ ମାନଙ୍କରେ ମୁଁ ନିଷ୍ପତ୍ତି ନେଉଛି, ଆଜିଠାରୁ ପ୍ରଭୁ ମୁଁ ତୁମଠାରେ ଚାଲିବି, ତୁମର ଅନୁଗମନ କରିବି। ପ୍ରଭୁ ତୁମ ଅନୁଗ୍ରହ ଦିଅ, ସାହାଯ୍ୟ କର, ସାହାଯ୍ୟକାରୀ ଆତ୍ମାଙ୍କ ଦ୍ୱାରା ତୁମେ ମତେ କଢେଇ ନିଅ। ଏହି ପ୍ରକାର ଆମର ମନୋଭାବ ହେବାର ଆବଶ୍ୟକ ରହିଛି। ସେହିଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେହି ବେଥଲେହେମର ଗୁହାଳ ଘରେ ତାଙ୍କ ପାଇଁ ଜାଗା ନଥିଲା, ସେଥିପାଇଁ ଗୁହାଳ କୁଣ୍ଡରେ ତାଙ୍କୁ ଶୁଆଇ ଦିଆଗଲା। ଆମେ କହିବା କି, ପ୍ରଭୁ ଆଜି ମୋ ହୃଦୟରେ ଜାଗା ଅଛି, ମୋ ପରିବାରରେ ଜାଗା ଅଛି, ମୋ ପରିବାରରେ ଆସ, ମୋ ହୃଦୟରେ ଆସ, ଆଜି ଆମେ କହିପାରିବା। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଯଦି ବର୍ଷ ସାରା ଆମ ମଣ୍ଡଳୀ ସହିତ କୌଣସି ସମ୍ପର୍କ ନାହିଁ, ସହଭାଗିତା ସହିତ କୌଣସି ସମ୍ପର୍କ ନାହିଁ, ଆମେ ବାଇବଲ ପଢୁନାହୁଁ, ପ୍ରାର୍ଥନା କରୁନାହୁଁ, ଆମେ ବାକ୍ୟ ଶୁଣୁନାହୁଁ, ପାଳକ ମାନଙ୍କର କଥା ଆମେ ମାନୁନାହୁଁ, ତାଙ୍କ ବଶୀଭୂତ ନାହୁଁ, କେବଳ ଖ୍ରୀଷ୍ଟମାସ ଯଦି ଆମେ ପାଳନ କରିବା ପାଇଁ ଯାଇଛୁ, କୌଣସି ପ୍ରକାର ଲାଭ ହେବ ନାହିଁ, ଆମେ କୌଣସି ପ୍ରକାର ଆଶୀର୍ବାଦ ଆମେ ପାଇବା ନାହିଁ। ସେଥିପାଇଁ ପ୍ରିୟମାନେ, ଆମେ ଏ ପ୍ରକାର ଗୋଟେ ବଡ଼ ଦିନ ଆମେ ସେଲିବ୍ରେସନ କରିବା, ଏ ପ୍ରକାର ଗୋଟେ ବଡ଼ ଦିନକୁ ମନେ ପକାଇ ଆମେ ତାହାଙ୍କ ନିକଟରେ ଗୋଟେ ନିଷ୍ପତ୍ତି ନେବା, ଯେଉଁ ବଡ଼ ଦିନ କି ଆମକୁ ପାପରୁ ଉଦ୍ଧାର କରିବ, ଯେଉଁ ବଡ଼ ଦିନରେ ଗୋଟେ ସହଭାଗିତା ଆମକୁ ବନ୍ଧନରୁ ମୁକ୍ତ କରିବ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆଜି ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗୁହାଳ ଘରେ ନୁହେଁ, ଆମର ହୃଦୟରେ ସେ ବାସ କରିବା ପାଇଁ ଚାହାନ୍ତି। ଆପଣମାନେ ମୋ ସହିତ ଗୋଟେ ବାକ୍ୟ ପଢିବେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ କେମିତି ଆମର ହୃଦୟରେ ସେ ବାସ କରିବେ। ଲେଖାଯାଏ ଏଫେସୀୟ 3 ଅଧ୍ୟାୟ 17 ପଦରେ ଲେଖାଗଲା, ପୁଣି ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ତୁମ୍ଭମାନଙ୍କ ହୃଦୟରେ ବାସ କରନ୍ତି। ଆମେ ବିଶ୍ୱାସ କରିବା, ମୁଁ ଜାଣିଛି ପ୍ରଭୁ ତୁମେ ମୋ ହୃଦୟରେ ଥିଲେ, ମତେ ତୁମେ ତୁମରି ଧର୍ମ ପଥରେ କଢେଇ ନେବ। ମୁଁ ଜାଣିଛି ମୋ ହୃଦୟରେ ତୁମେ ରହିବା ପରମେଶ୍ୱର। କୌଣସି ଚର୍ଚ୍ଚ ଘରେ,
କୌଣସି ମସଜିଦରେ କୌଣସି ମନ୍ଦିରରେ ତୁମେ ରହିବା ପ୍ରଭୁ ନୁହଁ, ଆଜି ମୋ ହୃଦୟରେ ତୁମେ ରହିବା ପାଇଁ ଚାହୁଁଛ। ଆଜି ମୁଁ ତୁମକୁ ଡାକୁଛି ପ୍ରଭୁ, ଆଜି ତୁମକୁ ମୋ ହୃଦୟ ଦେଉଛି, ମୋ ହୃଦୟକୁ ଖୋଲୁଛି, ତୁମେ ମୋ ଠାରେ ଆସ। ପ୍ରିୟମାନେ, ପ୍ରଭୁ ଆମ ହୃଦୟକୁ ଆସିବେ ଆଉ ଆମକୁ ପୂର୍ବ ଦିନ ଅପେକ୍ଷା ଏହି ପରବର୍ତ୍ତୀ ସମୟରେ ଅଧିକ ଆମକୁ ନୂଆ ଲୋକ କରିବେ, ଆହୁରି ଆମକୁ ପରିବର୍ତ୍ତିତ କରିବେ, ରୂପାନ୍ତରିତ କରିବେ ଆଉ ତାହାଙ୍କ ରାଜ୍ୟ ନିମନ୍ତେ ସେ ଆମମାନଙ୍କୁ ବଢାଇବେ। ସେଥିପାଇଁ ଆମେ ଗୋଟେ ନାମଧାରୀ ଖ୍ରୀଷ୍ଟିଆନ ଭାବରେ ଆମେ ସେଇ ଦିନକୁ ସେଲିବ୍ରେଟ କରିବା ନାହିଁ। ଯଦି ବି ଆମେ ଗତ ଦିନ ମାନଙ୍କରେ ଆମେ ନାମଧାରୀ ଥିଲୁ, ଏହି ଦିନ ମାନଙ୍କରେ ଆମେ ନିଷ୍ପତ୍ତି ନେବା, ପ୍ରଭୁ ମୁଁ ଗୋଟେ ନୂତନ ନିୟମର ବିଶ୍ୱାସୀ ହେବି, ପ୍ରକୃତ ଗୋଟେ ଖ୍ରୀଷ୍ଟିଆନ ହେବି, ବାଇବେଲ ଅନୁମୋଦିତ ଗୋଟେ ଭାଇ ଗୋଟେ ଭଉଣୀ ହେବି। ଏହି ନିଷ୍ପତ୍ତି ନେଇ ଆମେ ଆଗକୁ ବଢିବା ଆବଶ୍ୟକ ରହିଛି। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର